AM Music। ଜ୍ଞାନୀ ରାଜା ସଲୋମନ ପିଲାମାନଙ୍କୁ ଉପଦେଶ ଦେଉଛନ୍ତି, ତୁମ୍ଭେମାନେ ଆପଣା ପିତାର ଆଜ୍ଞା ପାଳନ କର, ପୁଣି ଆପଣା ମାତାର ଆଦେଶ ପରିତ୍ୟାଗ କର ନାହିଁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦିଏ। ପୁନର୍ବାର ପ୍ରଭୁ ମୋତେ ଅଲ୍-ଇନ୍ ମ୍ୟୁଜିକ୍ ମାଧ୍ୟମରେ ଆପଣମାନଙ୍କ ଗହଣରେ ପୁନର୍ବାର ବାକ୍ୟ କହିବା ନିମନ୍ତେ ସୁଯୋଗ ଦେଇଛନ୍ତି, ସେଥିପାଇଁ ଧନ୍ୟବାଦ। ଆଜିର ବାକ୍ୟ ଆମେ ଯେଉଁ ପାଠ କରିବା ତାହା ଆପଣମାନେ ପାଇବେ ପ୍ରଥମ ପିତର 5 ପର୍ବ 7 ପଦ। ସେ ଆମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ତୁମ୍ଭମାନଙ୍କର ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ପ୍ରଭୁ ଆଶ୍ଚର୍ଯ୍ୟ କାର୍ଯ୍ୟକାରୀ ପରମେଶ୍ୱର ସେମାନଙ୍କୁ ତାଙ୍କର ସମସ୍ତ ବିଷୟରେ ଆମମାନଙ୍କୁ ଆଶୀର୍ବାଦ କରିଛନ୍ତି। କିନ୍ତୁ ମନୁଷ୍ୟମାନେ ଜଗତରେ ଯେତେବେଳେ ବାସ କରିଛୁ, ଆମମାନଙ୍କର ଜୀବନ ପ୍ରଥମ ବିଷୟ ହେଲା ଚିନ୍ତା। ଆମେ ଅନେକ ଚିନ୍ତା କରିଥାଉ। ଚିନ୍ତା କରିକି ଆମେ କିଛି କରିପାରୁନୁ, କିନ୍ତୁ ଆମେ ଚିନ୍ତା ହିଁ କରିଥାଉ। ଚିନ୍ତା ହେଲା ଆମମାନଙ୍କର ଜୀବନର ପ୍ରଥମ ବିଷୟ। କେମିତି ଖାଇବା, କେମିତି ରହିବା, କେମିତି ଭଲ ଘର ପାଇବା, କେମିତି ଧନ ଅର୍ଜନ କରିବା, କେମିତି ଆମ ପିଲାମାନେ ଭଲ ପାଠ ପଢ଼ିବେ, କେମିତି ଆମମାନେ ଭଲ ଲୁଗା ପିନ୍ଧିବା, କେମିତି ଜଗତରେ ଆମମାନେ ରହିଲେ ଆମମାନଙ୍କୁ ଲୋକମାନେ ଆଦର ଯତ୍ନ କରିବେ, ଏଇସବୁ ଚିନ୍ତା ଆମମାନଙ୍କ ଜୀବନରେ ପ୍ରଥମ ସ୍ଥାନ ପାଇଥାଏ। କିନ୍ତୁ ଯିଏ ଉର୍ଦ୍ଧ୍ୱରେ ବସିଛନ୍ତି ସେ ଆମମାନଙ୍କ ନିମନ୍ତେ ଚିନ୍ତା କରୁଅଛନ୍ତି, ଆମମାନଙ୍କର ଯତ୍ନ ତତ୍ତ୍ୱ ନେବା ନିମନ୍ତେ ସେ ପ୍ରସ୍ତୁତ ଅଛନ୍ତି। ସେ ସବୁକୁ ଆମମାନେ ଭୁଲି ଯାଇଥାଉ। ଗଛରୁ ଯଦି ଆମମାନେ ପତ୍ରଟିଏ ତିଆରି କରିପାରୁନୁ, ତାହେଲେ ଆମମାନେ ଜଗତରେ ଥାଇ ଆମମାନେ ଚିନ୍ତା କରି କିଛି ଲାଭ ନାହିଁ। କାରଣ ସେ ଉର୍ଦ୍ଧ୍ୱରୁ ବସିଛନ୍ତି ଯେ ପରମେଶ୍ୱର ଆମମାନଙ୍କ ନିମନ୍ତେ ସଦାସର୍ବଦା ସମସ୍ତ ବିଷୟ ଦେବା ନିମନ୍ତେ ପ୍ରସ୍ତୁତ। ତାଙ୍କ ପିଲାମାନଙ୍କର କ'ଣ ଦରକାର, କ'ଣ କଲେ ସେମାନେ ଭଲରେ ରହିବେ, ସେ ସବୁର ଭାର ସେ ନେବା ନିମନ୍ତେ ପ୍ରସ୍ତୁତ। କିନ୍ତୁ ଆମେ ମନୁଷ୍ୟ ମାତ୍ର ଦୁର୍ବଳ ମନୁଷ୍ୟ, ଦୁର୍ବଳ ଚିନ୍ତା ଆମମାନଙ୍କର, ସେ ସବୁ ପାଇଁ ଆମମାନେ ଦିନ ରାତି ବ୍ୟତିବ୍ୟସ୍ତ ଆମମାନେ ହେଇଥାଉ। ଈଶ୍ୱରଙ୍କ ଉପରେ ନିର୍ଭର ନ ରଖି ଆଉ ନିଜ ଉପରେ ଆମମାନେ ନିର୍ଭର ରଖିଥାଉ। ନିଜର ପରିବାର ଉପରେ, ନିଜର ସନ୍ତାନ ସନ୍ତତିମାନଙ୍କ ଉପରେ, ନିଜର ପାରିପାର୍ଶ୍ୱିକ ବିଷୟ ଉପରେ ଆମମାନେ ବେଶୀ ନିର୍ଭର ରଖିଥାଉ। ମୁଁ ଏଇଟା କରିଦେଇ ପାରିବି, ମୋ ଦ୍ୱାରା ଏଇଟା ହେଇପାରିବ, ଏଇ ପ୍ରକାର ଚିନ୍ତା ଆମେ ଯେତେବେଳେ କରିଥାଉ, ଯେତେବେଳେ ଈଶ୍ୱରଙ୍କର ଚିନ୍ତା ସେ ଜାଗାରେ ପ୍ରକାଶ ନ ପାଏ, ତାହେଲେ ଆମେ କେବେ ବି ତାହା କରିପାରିବା ନାହିଁ। ସେ ସମସ୍ତ ବିଷୟର ଆକର, ସେ ସମସ୍ତ ବିଷୟକୁ ଆମମାନଙ୍କୁ ଏ ଜଗତରେ ଦେଇଛନ୍ତି। ସେଥିପାଇଁ ସେ ଜାଣନ୍ତି ତାଙ୍କର ପିଲାମାନଙ୍କର କ'ଣ କେତେବେଳେ ଦରକାର। ସମୟ ପୂର୍ବରୁ ଯଦି ଆମେ ଚାହିଁବା ଏଇଟା ହେଇଯାଉ, ସେଇଟା ହେଇଯାଉ, କେବେ ବି ହେଇପାରିବନି। କାରଣ ତାଙ୍କର ସମୟ ଆମମାନଙ୍କ ନିମନ୍ତେ ସେ ଜାଣନ୍ତି। ସେ ଯୋଜନା ଆମମାନଙ୍କ ନିମନ୍ତେ କରି ରଖିଅଛନ୍ତି। ତାଙ୍କର ପିଲାମାନଙ୍କର କେତେବେଳେ କ'ଣ ଆବଶ୍ୟକ, ଆଉ ଯୋଜନା ଅନୁସାରେ ସେ ସମସ୍ତ ବିଷୟ ଯୋଗେଇଥାନ୍ତି। ଗତ କିଛି ଦିନ ତଳେ ଆମେ ବହୁତ ଚିନ୍ତିତ ହେଉଥିଲୁ, ମୋ ପରିବାର ବହୁତ ଚିନ୍ତିତ ହେଉଥିଲା ଗୋଟେ ବିଷୟରେ, ଯେ କେଉଁ ପ୍ରକାର ବିଷୟ ହେଲେ ଆମେ ଏସବୁରୁ ମୁକ୍ତି ହେବୁ। କିନ୍ତୁ ପ୍ରଭୁ ଆଶ୍ଚର୍ଯ୍ୟ କାର୍ଯ୍ୟକାରୀ ପରମେଶ୍ୱର, ଯେ କି ଅଯାଚିତ ଭାବେ ଆମମାନଙ୍କୁ ସେ ସୁଯୋଗ ଦେଲେ, ଆମମାନଙ୍କର ଚିନ୍ତାର ବାହାରେ ସୁଯୋଗ ଦେଲେ, ଆଉ ସେ ସୁଯୋଗର ସଦ୍ବ୍ୟବହାର ମଧ୍ୟ କରିବା ନିମନ୍ତେ ଆମମାନଙ୍କୁ ଆଶୀର୍ବାଦ କଲେ। ପ୍ରଭୁ ମହାନ ଆଶ୍ଚର୍ଯ୍ୟ କାର୍ଯ୍ୟକାରୀ ପରମେଶ୍ୱର, ସେ ଆମମାନଙ୍କ ନିମନ୍ତେ ସମୟ ଅନୁସାରେ ଚିନ୍ତା କରି ରଖିଅଛନ୍ତି। କେତେବେଳେ ମୋ ପିଲାର କ'ଣ ଦରକାର। ଜଗତରେ ଥାଏ ଆମେ ଅନେକ କଥାରେ ବିବ୍ରତ ହୋଇ ପଡ଼ୁଛୁ।
କେମିତି ଏଇଟା ହେବ, କେମିତି ସେଇଟା ହେବ, କେମିତି ମୋର ଗୋଟେ ଭଲ ଘରଟେ ହେବ, ଭଲ ଗାଡ଼ିଟିଏ ହେବ, ମୁଁ ଯଦି ପ୍ରତିପତ୍ତି ଆଉ ହେଇ ଜଗତରେ ସମସ୍ତଙ୍କର ପ୍ରିୟ ପାତ୍ର ହେବି, ଏସବୁ ଜାଗତିକ ଚିନ୍ତା ମାନେ ବହୁତ କରିଥାଉ। ସଦାପ୍ରଭୁ ଯେ ଆମମାନଙ୍କ ନିମନ୍ତେ ଅଛନ୍ତି ଚିନ୍ତା କରିବା ନିମନ୍ତେ, ସେ ଆମମାନଙ୍କୁ ଯେତେବେଳେ ଆମେ ତାହାଙ୍କର ନିକଟବର୍ତ୍ତୀ ହେବା, ଯେତେବେଳେ ତାହାଙ୍କୁ ଧରି ଚାଲିବା, ସେ ଆମମାନଙ୍କର ସମସ୍ତ ଚିନ୍ତାର ଭାର ବହନ କରିବେ। ମନୁଷ୍ୟ ଚିନ୍ତା କରି କିଛି କରିପାରିବ ନାହିଁ। ତାହାଙ୍କର ସୃଷ୍ଟି, ତାହାଙ୍କର ରଚନା ବିରଳ। ସେ ଆଶ୍ଚର୍ଯ୍ୟ କାର୍ଯ୍ୟକାରୀ ପରମେଶ୍ୱର, ସେ ଆଶ୍ଚର୍ଯ୍ୟ ମନ୍ତ୍ରୀ। ତାହାଙ୍କର ପୁତ୍ରଙ୍କୁ ଏ ଜଗତକୁ ପଠାଇଲେ, ତାହାଙ୍କର ରକ୍ତ ଦ୍ୱାରା ଆମମାନଙ୍କୁ ସେ କିଣିଲେ। କାହିଁକି ନା ସେ ଆମମାନଙ୍କୁ ପ୍ରେମ କରୁଅଛନ୍ତି। ଆମମାନଙ୍କୁ ପ୍ରେମ କରୁଥିବାରୁ ତାହାଙ୍କ ପୁତ୍ରଙ୍କୁ ଏ ଜଗତକୁ ପଠାଇଲେ। ପାପରୁ ମୁକ୍ତ ହେବା ନିମନ୍ତେ, ଚିନ୍ତାରୁ ମୁକ୍ତ ହେବା ନିମନ୍ତେ, ବନ୍ଧନରୁ ମୁକ୍ତ ହେବା ନିମନ୍ତେ, ବିଭିନ୍ନ ପ୍ରକାର ଅସାରତାରୁ ମୁକ୍ତ ହେବା ନିମନ୍ତେ। ସେ ତ ସ୍ୱୟଂ ପରମେଶ୍ୱର, ସେ କାହିଁକି ଜଗତକୁ ଆସିଲେ? ଆମମାନଙ୍କ ନିମନ୍ତେ ସମସ୍ତ ବିଷୟ ଦେବା ନିମନ୍ତେ। କାରଣ ଆମମାନେ ତାହାଙ୍କର ସନ୍ତାନ। ଆମମାନେ ଜଗତର ମନ୍ଦତାରେ ହଜି ନ ଯାଉ, ଜଗତର ବିଭିନ୍ନ ପ୍ରକାର ଲକ୍ଷଣରେ ଆମମାନେ ଯେପରି ମାତି ନ ଯାଉ, ସେଥିପାଇଁ ସେ ଆମମାନଙ୍କୁ ମୁକ୍ତ କଲେ। ତାହାଙ୍କର ରକ୍ତ ଦ୍ୱାରା, ତାହାଙ୍କର ପରିତ୍ରାଣ ଦ୍ୱାରା, ତାହାଙ୍କର ଜୀବନ ଦ୍ୱାରା ସେ ଆମମାନଙ୍କୁ ସଜାଗ ଜୀବନ ପ୍ରଦାନ କଲେ। ସମୟ ଥାଉ ଥାଉ ଆମମାନେ ଯେମିତି ଚିନ୍ତାମୁକ୍ତ ହେବା, ଚିନ୍ତା ଶୂନ୍ୟ ହେବା, ଜାଗତିକ ଚିନ୍ତା ନ କରି ଆତ୍ମିକ ଚିନ୍ତାରେ ଆମମାନେ ଯେପରି ଦିନ ରାତି ରହିବା। ସେ ଦିନ ରାତିକୁ ଗଠନ କରିଅଛନ୍ତି, ସେ ସମୟକୁ ନିର୍ଦ୍ଧାରଣ କରିଅଛନ୍ତି। ଆମମାନେ କିଛି କରିନାହୁଁ, ଆମମାନେ ନିମିତ୍ତ ମାତ୍ର, ଆମେ ଧୂଳିଠାରୁ ହୀନ। ଆମ ପାଖରେ କୌଣସି ସାମର୍ଥ୍ୟତା ନାହିଁ, କୌଣସି ଶକ୍ତି ନାହିଁ। କେବଳ ଆମମାନେ ବଡ଼ ବଡ଼ କଥା କହିଥାଉ, ବିଭିନ୍ନ ପ୍ରକାର ଆଳରେ ପ୍ରଭୁଙ୍କୁ ନିନ୍ଦା ଅପବାଦ କରିଥାଉ। କିନ୍ତୁ ପ୍ରଭୁ ଯେ ଆମମାନଙ୍କର ମହାନ, ସେ ସବୁ ଅବସ୍ଥାରେ ଆମମାନଙ୍କୁ ଧରି ରଖିଅଛନ୍ତି, ଆମମାନଙ୍କୁ ଚିନ୍ତା ଶୂନ୍ୟ କରୁଅଛନ୍ତି। ସେଥିପାଇଁ ତାହାଙ୍କର ମହାନାମକୁ ଧନ୍ୟବାଦ ଦେବା। ତାହାଙ୍କର ଗୌରବ ନିମନ୍ତେ ଯେପରି ଆମମାନେ ବ୍ୟବହୃତ ହେବା। ଦ୍ୱିତୀୟ ବିବରଣ 31 ପର୍ବ 6 ପଦରେ ଲେଖାଯାଏ, ବଳବାନ ହୁଅ, ସାହସିକ ହୁଅ, ଭୟ କର ନାହିଁ। କିଏ ଅବା ସେମାନଙ୍କ ସକାଶୁ ତ୍ରାସଯୁକ୍ତ ହୁଅ ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ସେ ଆପେ ତୁମ୍ଭ ସଙ୍ଗେ ଗମନ କରୁଅଛନ୍ତି। ସେ ତୁମ୍ଭ ପ୍ରତି ନିରସ୍ତ୍ର ହେବେ ନାହିଁ। ସଦାପ୍ରଭୁ କହୁଛନ୍ତି, ତୁମ୍ଭେ ବଳବାନ ହୁଅ, ସାହସିକ ହୁଅ, ତ୍ରାସଯୁକ୍ତ ତୁମ୍ଭେ ହୁଅ ନାହିଁ। କାରଣ ସେ ଆମମାନଙ୍କୁ ସମସ୍ତ ବିଷୟରେ ବଳ ଦେବା ପରମେଶ୍ୱର, ସେ ଆମମାନଙ୍କୁ ସାହସ ଦେବା ପରମେଶ୍ୱର, ସେ ଆମମାନଙ୍କୁ ସମସ୍ତ ଶତ୍ରୁ ଶୈତାନରୁ ଉଦ୍ଧାର କରିବା ପରମେଶ୍ୱର। ଆମମାନେ କାହିଁକି ଚିନ୍ତା କରିବା? ଚିନ୍ତା କରି ଆମମାନେ ଯଦି ଦଣ୍ଡେ ସମୟଟାକୁ ବି ବଦଳେଇ ପାରୁନୁ, ତାହେଲେ ଆମମାନେ ଚିନ୍ତା କରି କିଛି ଲାଭ ନାହିଁ। କେବଳ ଆମେ ଚିନ୍ତା ହିଁ କରୁ। ଜଗତରେ ବାସ କରିଛୁ, ସେଥିପାଇଁ ଏ ଜଗତର ଚିନ୍ତା ଆମମାନଙ୍କୁ ବେଶୀ ବ୍ୟତିବ୍ୟସ୍ତ କରୁଅଛି। ଆମମାନେ ବ୍ୟତିବ୍ୟସ୍ତ ହୋଇକି ବିରକ୍ତ ହୋଇଥାଉ, ବିଭିନ୍ନ ପ୍ରକାର ରାଗ ରୋଷରେ କଥାବାର୍ତ୍ତା ହେଇଥାଉ। ପ୍ରଭୁ ଆମମାନଙ୍କ ଠାରୁ ତାହା ଚାହାନ୍ତି ନାହିଁ। କାରଣ ପ୍ରଭୁ ଆମମାନଙ୍କର ମହାନ, ସେ ଆମମାନଙ୍କର ଚିନ୍ତାର ଭାର ବହନ କରିବା ପରମେଶ୍ୱର, ସେ ଆମମାନଙ୍କୁ ଆବରିବା ପରମେଶ୍ୱର। ସେ ଯେତେବେଳେ ଚାହିଁବେ ଆମମାନଙ୍କୁ ଧରିବେ। ଆମମାନଙ୍କର ଦୁଃଖକୁ, ଆମମାନଙ୍କର ସମସ୍ୟାକୁ, ଆମମାନଙ୍କର ରୋଗ, ଆମମାନଙ୍କର ବ୍ୟାଧି, ଆମମାନଙ୍କର ପ୍ରତ୍ୟେକଟି ସଙ୍କଟରୁ ଆମମାନଙ୍କୁ ଉଦ୍ଧାର କରିବା ସେ ପରମେଶ୍ୱର। ସେଥିପାଇଁ ଆମମାନେ
ଚିନ୍ତିତ ହେବା ନାହିଁ। ସେ ଆମମାନଙ୍କର ଚିନ୍ତାର ଭାର ବହନ କରିବା ପରମେଶ୍ୱର। ଜଗତରେ ଆମେ ଯେତେବେଳେ ଅଛୁ ତାହାଙ୍କର ନିକଟବର୍ତ୍ତୀ ହେବା, ତାହାଙ୍କ ସହିତ ଲାଗି ରହିବା, ତାହାଙ୍କର ପଥ ଅନୁସରଣ କରିବା ଦ୍ୱାରା ସେ ଆମମାନଙ୍କର ଏ ସମସ୍ତ ବିଷୟକୁ ଦୂର କରନ୍ତି। ଗୀତ 37:5 ଯେପରି ଲେଖାଯାଏ, ସଦାପ୍ରଭୁଙ୍କ ଠାରେ ତୁମ୍ଭର ଗତି ସମର୍ପଣ କର, ମଧ୍ୟ ତାହାଙ୍କଠାରେ ନିର୍ଭର ରଖ, ତହିଁରେ ସେ ତାହା ସଫଳ କରିବେ। ଆମେ ତାହାଙ୍କଠାରେ ଗତିକୁ ସମର୍ପଣ କରିବା। ନିଜର ଗତିକୁ ଯଦି ଆମେ ସମର୍ପଣ କରିବା, ନିଜର ସମସ୍ତ ବିଷୟକୁ ଯଦି ସମର୍ପଣ କରିବା, ତାହାଙ୍କଠାରେ ନିର୍ଭର ରଖିବା, ତାହେଲେ ସେ ଆମମାନଙ୍କର ସମସ୍ତ ବିଷୟକୁ ସାଧ୍ୟ କରିବା ପରମେଶ୍ୱର। ଆଶ୍ଚର୍ଯ୍ୟ କାର୍ଯ୍ୟକାରୀ ସେ ପରମେଶ୍ୱର ଆମମାନଙ୍କ ନିମନ୍ତେ। ଆମେ ତାଙ୍କ ପାଇଁ କିଛି କରିପାରୁନାହୁଁ, କିନ୍ତୁ ସେ ଆମମାନଙ୍କ ନିମନ୍ତେ ଦିନ ରାତି କ'ଣ କରନ୍ତି? ଚିନ୍ତା କରନ୍ତି। ତାଙ୍କ ପିଲା କି ପ୍ରକାର ରହିବ, କି ପ୍ରକାର ଖାଇବ, କି ପ୍ରକାର ବାସ କରିବ, କି ପ୍ରକାର ପ୍ରତିପତ୍ତିରେ ସେ ଜୀବନ ଅତିବାହିତ କରିବ। ଯେପରି ଲୁକ 12:22 ଲେଖାଯାଏ, ଯୀଶୁ ମଧ୍ୟ ଶିଷ୍ୟମାନଙ୍କୁ କହୁଥିଲେ, ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ଏ ନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କ'ଣ ଖାଇବ, କ'ଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ କିଏ ବା ଆଉଥରେ କହିବି, ଏଇଟା କାଟିବ ହେଲା। ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ଏ ନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କ'ଣ ଖାଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ କିଏ ବା କ'ଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କର ଶରୀର ନିମନ୍ତେ ଚିନ୍ତା କର ନାହିଁ। କ'ଣ ଖାଇବ, କ'ଣ ପିନ୍ଧିବ, କ'ଣ ବାସ କରିବ, କି ପ୍ରକାର, ଏ ପ୍ରକାର ଜୀବନ ନିମନ୍ତେ ତୁମେ ଚିନ୍ତା କର ନାହିଁ। କାହିଁକି ତୁମେମାନେ ଚିନ୍ତା କରୁଅଛ? କାରଣ ସେ ଯେ ଚିନ୍ତା କରିବା ପରମେଶ୍ୱର, ସେ ଉର୍ଦ୍ଧ୍ୱରୁ ବସି ଆମମାନଙ୍କ ନିମନ୍ତେ ଚିନ୍ତା କରନ୍ତି ଓ ତାଙ୍କର ଯୋଜନା ମାଧ୍ୟମରେ ସେ ଆମମାନଙ୍କୁ ସମସ୍ତ ବିଷୟ ପ୍ରଦାନ କରନ୍ତି। ସେଥିପାଇଁ ସମୟ ଥାଉ ଥାଉ ଆମେ ଜାଗତିକ ଚିନ୍ତା ନ କରି, କ'ଣ ଖାଇବୁ, ସକାଳ ପାଇଲେ ଆମମାନଙ୍କର ପ୍ରଥମ ଚିନ୍ତା ଆଜି କ'ଣ ରନ୍ଧା ହେବ, କ'ଣ ଖାଇବୁ, କ'ଣ ରାନ୍ଧିଲେ ଆଜି ପିଲାମାନେ ସନ୍ତୁଷ୍ଟ ହେବେ, ଆମମାନେ ସନ୍ତୁଷ୍ଟ ହେବୁ, ପ୍ରଥମ ଚିନ୍ତା ଆମମାନଙ୍କର। କିନ୍ତୁ ସେ ଚିନ୍ତା ପ୍ରଭୁ ମନା କରୁଛନ୍ତି ଯେ ତୁମେ ଚିନ୍ତା କର ନାହିଁ। ଯଦି ଆମେ ଚିନ୍ତା କରିଥିବୁ ଆଜି ଏଇଟା ଖାଇଥିଲେ ଭଲ ହେଇଥାନ୍ତେ, କିନ୍ତୁ ଅର୍ଥ ତ ନାହିଁ, ଆଜି କେମିତି ଖାଇବା, ହଉ ଥାଉ, ଯେବେ ଅର୍ଥ ହେବ ସେଦିନ ଆଣିକି ଆମେ ଖାଇବା। କିନ୍ତୁ ପ୍ରଭୁ ଆଶ୍ଚର୍ଯ୍ୟ ଭାବେ ସେଇ ବିଷୟକୁ ଆମମାନଙ୍କୁ କାହା ଦ୍ୱାରା ବି ଯୋଗାନ୍ତି। ପ୍ରଭୁ ମହାନ ଆଶ୍ଚର୍ଯ୍ୟକାରୀ, ତାଙ୍କ ପାଖରେ କିଛି ଲୁଚା ଛପା ନାହିଁ, କିଛି ସେ ଅସାଧ୍ୟ ନାହିଁ। ସେ ଆମମାନଙ୍କର ସମସ୍ତ ଭାରକୁ ନିୟନ୍ତ୍ରଣ କରିବା ପରମେଶ୍ୱର। ସେଥିପାଇଁ ଆମେ ଚିନ୍ତା କରିକି ଲାଭ ନାହିଁ, ଚିନ୍ତା କରିକି ଆମେ କିଛି କରିଦେଇ ପାରିବା ନାହିଁ। କିନ୍ତୁ ଆମେ ଦୁର୍ବଳ ହେଇଥିବାରୁ ଆଜି ଚିନ୍ତା କରୁଛୁ। ସକାଳ ପାଇଲେ ପିଲାମାନଙ୍କ ପାଇଁ ଚିନ୍ତା, ସ୍ୱାମୀ ପାଇଁ ଚିନ୍ତା, ସ୍ତ୍ରୀ ପାଇଁ ଚିନ୍ତା, ପରିବାର ପାଇଁ ଚିନ୍ତା। ପ୍ରଭୁ ଆଶ୍ଚର୍ଯ୍ୟ ଭାବେ ସମସ୍ତ ବିଷୟ ଯୋଗେଇବା ସେ ପରମେଶ୍ୱର। ସେଥିପାଇଁ ପ୍ରଭୁଙ୍କ ମହାନ ନାମକୁ ଧନ୍ୟବାଦ ଦେବା। ଆମେ ଦୁଃଖିତ ହେବା ନାହିଁ, ଆମେ ଚିନ୍ତିତ ହେବା ନାହିଁ, ଆମେ କୌଣସି ବିଷୟରେ ଆମେ ବ୍ୟତିବ୍ୟସ୍ତ ମଧ୍ୟ ହେବା ନାହିଁ। ଯେତେବେଳେ ତାହାଙ୍କୁ ଆମେ ଧରିବା, ତାହାଙ୍କର ପଥକୁ ଆମେ ଅନୁସରଣ କରିବା, ତାହାଙ୍କର ଗତିକୁ ଆମେ ଜାଣିବା, ସେତେବେଳେ ଆମମାନଙ୍କର ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିବ। ଆମମାନଙ୍କ ଜୀବନର କର୍ତ୍ତା ସେ, ସବୁ ଅବସ୍ଥାରେ ସେ ଆମମାନଙ୍କୁ ଧରି ରଖିବା ପରମେଶ୍ୱର। ସେ ଆମମାନଙ୍କୁ ଚାହାନ୍ତି ତାଙ୍କର ପିଲାମାନେ କେତେବେଳେ ତାହାଙ୍କ ନିକଟବର୍ତ୍ତୀ ହେଉଛନ୍ତି। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ, ଆମମାନଙ୍କ ଜୀବନ ଦ୍ୱାରା ଅନ୍ୟମାନେ ମଧ୍ୟ ଅନୁପ୍ରାଣିତ ହୁଅନ୍ତୁ।
ପ୍ରଭୁ ଯେଉଁ ଶିକ୍ଷା ଗୁଡ଼ିକ ଆମମାନଙ୍କୁ ଦିଅନ୍ତି, ଯେଉଁ ସଚେତନ ବାକ୍ୟ ଗୁଡ଼ିକ ଆମମାନଙ୍କ ଜୀବନରେ ସେ ପ୍ରଦାନ କରୁଅଛନ୍ତି, ସେ ସଚେତନର ବାକ୍ୟ, ସେ ଭରସାର ବାକ୍ୟ ଯେପରି ଆମମାନଙ୍କ ଜୀବନରେ କାର୍ଯ୍ୟକାରୀ ହେବା ସହିତ ଅନ୍ୟମାନଙ୍କ ଜୀବନରେ ମଧ୍ୟ ଯେପରି କାର୍ଯ୍ୟକାରୀ ହେବ। ସମୟ ଥାଉ ଥାଉ ତାହାଙ୍କର ସାନ୍ନିଧ୍ୟତାରେ ଆମେ ଯେପରି ଜୀବନ କାଟିବା, ତାଙ୍କର ନିକଟବର୍ତ୍ତୀ ହେବା, ତାଙ୍କର ସହିତରେ ଆମେ ଯେପରି ଚାଲିବା, ଚେଷ୍ଟା କରିବା ଯେ ପ୍ରଭୁ ମହାନ ପରମେଶ୍ୱର ଯିଏକି ଆମମାନଙ୍କୁ ଗଠନ କରିଅଛନ୍ତି, ଆମମାନଙ୍କର ଯତ୍ନ ତତ୍ତ୍ୱ ସେ ନିଅନ୍ତି, ଆମମାନଙ୍କ ପାଇଁ ଚିନ୍ତା କରୁଅଛନ୍ତି, ଆମମାନଙ୍କର ବିଷୟକୁ ସେ ସବୁବେଳେ ଦେଖୁଅଛନ୍ତି, ତାଙ୍କର ପିଲାମାନେ କି ପ୍ରକାର ବ୍ୟତିବ୍ୟସ୍ତ ହେଉଅଛନ୍ତି। ସେଥିପାଇଁ ସେ ଭରସାଯୁକ୍ତ ବାକ୍ୟ ଆମମାନଙ୍କୁ ପ୍ରଦାନ କରନ୍ତି। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଜି ଆମେ ଏଇ ବାକ୍ୟ ଯେତେ ଜଣ ଶୁଣିଛୁ, ଶୁଣିବୁ, ସମସ୍ତଙ୍କୁ ପ୍ରଭୁ ଅନୁଗ୍ରହ କରନ୍ତୁ। ଜଗତର ଚିନ୍ତା ଛାଡ଼ି ଆମେ ଊର୍ଦ୍ଧ୍ୱସ୍ଥ ଚିନ୍ତା ଯେପରି କରିବା, ଆତ୍ମିକ ଭାବେ ଯେପରି ଆମେ ବୃଦ୍ଧି ହେବା, ତାହେଲେ ଯାଇ ସେ ଆତ୍ମାଙ୍କର 9ଟି ଫଳ ଆମମାନଙ୍କ ଜୀବନରେ ପ୍ରତିଫଳିତ ହେବ। ଆମମାନଙ୍କର କୁସ୍ୱଭାବ ଗୁଡ଼ିକ ଦୂର କରିବା, ତାହେଲେ ପ୍ରଭୁ ଆମମାନଙ୍କ ନିମନ୍ତେ ମନୋଯୋଗୀ ହେବେ, ଖୁସି ହେବେ, ଆନନ୍ଦିତ ହେବେ ଯେ ମୋ ପିଲା ମୋ ପାଇଁ ଆଜି ଆସିଛି, ମୋ ନିକଟକୁ ଆସିଛି। ଆସି ଆମମାନଙ୍କର ଭାର ବହନ କରିବେ, ଆମମାନଙ୍କର ଚିନ୍ତାକୁ ସେ ଗ୍ରହଣ କରିବେ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। ହେ ପବିତ୍ର ପିତା, ଧନ୍ୟବାଦ ଦଉଛୁ ପିତା, ତୁମେ ଆମମାନଙ୍କୁ ଆଜି ସୁନ୍ଦର ବାକ୍ୟ ଦ୍ୱାରା କଥା କହିଲ। ପ୍ରଭୁ ତୁମେ ଯେ ଆମମାନଙ୍କର ସମସ୍ତ ଭାର ବହନ କରିବା ପରମେଶ୍ୱର, ସମସ୍ତ ଚିନ୍ତାକୁ ତୁମେ ବହନ କରିବା ପରମେଶ୍ୱର। ଆମେ ମନୁଷ୍ୟ ମାତ୍ର ପ୍ରଭୁ ବିଭିନ୍ନ କଥାରେ ଚିନ୍ତିତ ହୋଇଥାଉ, ଦୁର୍ବଳ ହୋଇ ପଡ଼ିଥାଉ। ହଁ ପ୍ରଭୁ, ତୁମ ନିକଟରେ ନିର୍ଭର ନ ରଖି ଆମେ ନିଜ ଉପରେ ନିର୍ଭର କରିଥାଉ। ସେଥିପାଇଁ ପ୍ରଭୁ ଆଜି ତୁମେ ଆମମାନଙ୍କୁ ସୁନ୍ଦର ବାକ୍ୟ ଦ୍ୱାରା କଥା କହିଲ। ତୁମେ ଯେ ଆମମାନଙ୍କର ଚିନ୍ତାର ଭାର ବହନ କରିବା ପରମେଶ୍ୱର, ତାହା ସେଇ ଆଉ ପ୍ରଭୁ ଆମମାନଙ୍କର ଜୀବନରେ ଯେପରି କାର୍ଯ୍ୟକାରୀ ହେବ। ଆମେ ସଦାସର୍ବଦା ତୁମ ଆଡ଼େ ଲକ୍ଷ୍ୟ ରଖିବୁ, ତୁମ ଆଡ଼େ ପ୍ରଭୁ ଗତି କରିବୁ, ସେଇ ପ୍ରକାର ତୁମେ ଦୟା କର। ପ୍ରଭୁ ଗ ଏ ଜଗତରେ ଅନେକ ଲୋକ ବାସ କରନ୍ତି ପ୍ରଭୁ। ଆଜି ଅନେକ ଲୋକ ପ୍ରଭୁ ନିଜ ଉପରେ ନିର୍ଭର କରି ଚାଲନ୍ତି। ସେଇମାନଙ୍କୁ ପ୍ରଭୁ ତୁମେ ପଥ ଦେଖାଅ ପିତା। ଆଜି ଯେପରି ସେ ଅନ୍ଧକାର ପଥରୁ ନିବୃତ୍ତ ହୋଇ ପ୍ରଭୁ ତୁମର ଆଲୋକକୁ ଦେଖିବେ, ତୁମର ଆଲୋକ ମାର୍ଗରେ ଚାଲିବେ, ସେ ପ୍ରକାର ତୁମେ ଦୟା କର। ସର୍ବଶକ୍ତିମାନ ପରମେଶ୍ୱର, ହଁ ପ୍ରଭୁ ତୁମେ ମନୁଷ୍ୟକୁ ଗଠନ କଲ। ହଁ ପ୍ରଭୁ ତୁମେ ଆଶୀର୍ବାଦରେ ପରିପୂର୍ଣ୍ଣ କଲ, ସମସ୍ତ ବିଷୟ ଉପରେ ଅଧିକାର ପ୍ରଦାନ କଲ। ସେଥିପାଇଁ ଧନ୍ୟବାଦ ପିତା। ସମସ୍ତ ବିଷୟ ଦେଇ ତୁମେ ଆମମାନଙ୍କୁ ପରିତୃପ୍ତ କରୁଅଛ, ସେଥିପାଇଁ ଧନ୍ୟବାଦ। ସମସ୍ତ ଚିନ୍ତାର ଭାର ତୁମେ ନଉଛ, ସେଥିପାଇଁ ଧନ୍ୟବାଦ। ସର୍ବଶକ୍ତିମାନ ପରମେଶ୍ୱର, ତୁମେ ଆମମାନଙ୍କ ଜୀବନକୁ ଅଧିକାର କରି ଆମମାନଙ୍କର ସଚେତନ କରାଉଛ, ସେଥିପାଇଁ ଧନ୍ୟବାଦ ପିତା। ଆଜି ଯେତେ ଜଣ ବାକ୍ୟ ଶୁଣିବେ, ଶୁଣିଛନ୍ତି, ଆଉ ପ୍ରଭୁ ସମସ୍ତଙ୍କୁ ତୁମେ ଦୟା କର। ତାହା ଯେପରି 70 ଗୁଣ 100 ଗୁଣରେ ଫଳ ଫଳି ପାରିବ, ସେ ପ୍ରକାର ତୁମେ ଦୟା କର। ଅନୁଗ୍ରହକାରୀ ପରମେଶ୍ୱର, ପ୍ରାର୍ଥନା ଶୁଣି ତୁମେ ଉତ୍ତର ଦଉଛ ବୋଲି ଧନ୍ୟବାଦ ଦେଇ ସୁନ୍ଦର ସମୟକୁ ଆମ ପ୍ରତ୍ୟେକଙ୍କୁ ତୁମର ଚନ୍ଦ୍ର ସମର୍ପଣ କରି ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ। ଆମେନ୍। ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ ନାମ ପବିତ୍ର ବୋଲି ମାନ୍ୟ ହଉ। ତୁମ୍ଭର ରାଜ୍ୟ ଆସୁ, ଯେରୂପେ ସ୍ୱର୍ଗରେ ସେରୂପେ ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମମାନଙ୍କୁ ପ୍ରয়োଜନୀୟ ଆହାର ଦିଅ। ଆମେ ଯେମିତି ନିଜ ନିଜ ଅପରାଧୀମାନଙ୍କୁ କ୍ଷମା କରିଅଛୁ, ତୁମନ୍ତ ଅପରାଧ ସବୁ ତୁମେ କ୍ଷମା କର। ପରୀକ୍ଷାରେ ନ ଆଣ, ମନ୍ଦଠାରୁ ରକ୍ଷା କର। ଜଣୁ ରାଜତ୍ୱ, ପରାକ୍ରମ, ଗୌରବ ସଦାସର୍ବଦା ତୁମ୍ଭର ହେଉ। ଆମେନ୍। ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ। ଆମେନ୍। AM Music.